ସବୁଠୁ ପ୍ରକୃଷ୍ଟ ଆଉ ପ୍ରମୁଖ କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ତେଣୁକରି ସେ ଜାଗାରେ କୌଣସି ମୋତେ ତାକୁ କେହି କୌଣସି ମନ୍ଦିର ତା ସାଙ୍ଗରେ ତୁଳନା କରିବେ ସେଟା ହିନ୍ଦୁ ଧର୍ମ ବିରୋଧୀ ଏବଂ ଅନୈତିକତା କଥା ବି। ଗୋଟିଏ କଥା ସ୍ପଷ୍ଟ ଅଛି ଯେ ସେବାୟତମାନଙ୍କୁ କାହାକୁ ମନା ନାହିଁ ବିଭିନ୍ନ ମନ୍ଦିରକୁ ଯିବା ପାଇଁ, ମନ୍ଦିରରେ ଅତିଥି ହେଇକି ଯିବାରେ କାହାର ମନା ନାହିଁ, କିନ୍ତୁ କୌଣସି ମନ୍ଦିରରେ ଯାଇକି ସେଠି ପୂଜା ଅର୍ଚ୍ଚନାରେ ଭାଗ ନେବା କିମ୍ବା କୌଣସି ମନ୍ଦିର ପ୍ରତିଷ୍ଠା ଇତ୍ୟାଦିରେ ପୌରୋହିତ୍ୟ କରିବା ଏ କଥା ଗୁଡ଼ିକ ନିଶ୍ଚିତ ଭାବରେ ଶ୍ରୀମନ୍ଦିର ପ୍ରଶାସନର ଯେଉଁ ନୀତି ନିୟମ ବିରୋଧୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଧାମ ହେଉଛି ଚାରିଧାମରୁ ଗୋଟିଏ, ଶ୍ରୀକ୍ଷେତ୍ର ପୁରୀ ହେଉଛି ଚାରିଧାମରୁ ଗୋଟିଏ ଏବଂ ସେ ଚାରିଧାମ ଭିତରେ ସେ ବାସ୍ତବରେ ସବୁଠୁ ପ୍ରକୃଷ୍ଟ ଆଉ ପ୍ରମୁଖ କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ତେଣୁକରି ସେ ଜାଗାରେ କୌଣସି ମୋତେ ତାକୁ କେହି କୌଣସି ମନ୍ଦିର ତା ସାଙ୍ଗରେ ତୁଳନା କରିବେ ସେଟା ହିନ୍ଦୁ ଧର୍ମ ବିରୋଧୀ ଏବଂ ଅନୈତିକତା କଥା ବି। ତେଣୁକରି ସେ ଦୃଷ୍ଟିକୋଣରୁ ସେ ଯେଉଁ ତାଙ୍କ ଧାମ ଭାବରେ ତାକୁ ପ୍ରତିଷ୍ଠା କରିବାକୁ ଯେଉଁ ନାଁ କହିକି ଦ୍ୱନ୍ଦ୍ୱ ସୃଷ୍ଟି କରିଛନ୍ତି ପଶ୍ଚିମବଙ୍ଗ ସରକାର, ସେଇଟା ଗୋଟିଏ ଅନୈତିକ କଥା ଏବଂ ସେ ଧର୍ମ ବିରୋଧୀ। ଦ୍ୱିତୀୟ କଥା ହେଲା ଯେ ଯେଉଁ ଦାରୁ କାଠର ବ୍ୟବହାର, ଦାରୁ କାଠ ଯେଉଁ ବଳକା ଦାରୁ କାଠ ଭିତରୁ ସେଇଥିରେ ପ୍ରତିମା ତିଆରି କରିବା କଥା ଯେଉଁ ଆସିଥିଲା, ସେଥିରେ ସତ୍ୟତା କେତେ ମିଥ୍ୟା କେତେ ସେ କଥାଟାକୁ ଥରେ ତର୍ଜମା କରିବା ପାଇଁ ମନ୍ଦିର ପ୍ରଶାସନକୁ କୁହାଯାଇଛି। ଏବଂ ଯେଉଁ ସେବାୟତମାନେ ଯାଇଥିଲେ ସେମାନେ ମନ୍ଦିର ପ୍ରଶାସନର ଅନୁମତି ନେଇକି ସେଠି ପୂଜା ଅର୍ଚ୍ଚନା କରିବାକୁ ଯାଇଥିଲେ କି ନ ଯାଇଥିଲେ ସେ ବାବଦରେ ବି ମନ୍ଦିର ପ୍ରଶାସନ ତଦନ୍ତ କରିବ। ଏବଂ ବିଭିନ୍ନ ଦିଗକୁ ଯେଉଁଥିରେ କି ଜଗନ୍ନାଥ ସଂସ୍କୃତିକୁ ଭଲ ପାଉଥିବା ଲୋକମାନଙ୍କର, ଜଗନ୍ନାଥ ପ୍ରେମୀ ଲୋକମାନଙ୍କର ମନକୁ କଷ୍ଟ ଦେଇଥିବା ଯେଉଁ କଥା ଗୁଡ଼ିକ ଗଣମାଧ୍ୟମରେ ପ୍ରଚାରିତ ହେଇଛି ତାର ସତ୍ୟତା କେତେ ମିଥ୍ୟା କେତେ ଏବଂ ସେଥିରେ କିଏ କିଏ ସମ୍ପୃକ୍ତ ସେ ବାବଦରେ ମନ୍ଦିର ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ତଦନ୍ତ କରିବ, ସେଥିପାଇଁ ଆମେ ଆଗ୍ରହ କରିଥିଲୁ। ଏବଂ ତଦନ୍ତ କରିସାରିଲା ପରେ ମନ୍ଦିର ପ୍ରଶାସନ ଯେମିତି ଯଥାଯଥ ସେଥିରେ ଯାହା ପଦକ୍ଷେପ ନେବା କଥା, ଯଦି କେହି ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡ ଦେବ କି ତାକୁ ସେଥିରେ କ'ଣ କରାଯିବ ସେ ବାବଦରେ ମନ୍ଦିର ପ୍ରଶାସନ ତାର ନିଷ୍ପତ୍ତି ନେବ। ସରକାରଙ୍କ ଭୂମିକା ଥିଲା, ସରକାର ଆଡ଼ଭାଇଜରୀ ଜାରି କରିଛନ୍ତି ମନ୍ଦିର ପ୍ରଶାସନକୁ ସେ ବାବଦରେ ଯେ ମନ୍ଦିର ପ୍ରଶାସନ ସେ ବାବଦରେ ତୁରନ୍ତ ପଦକ୍ଷେପ ନେଉ ଏବଂ ସେମାନେ ସେ ଦୃଷ୍ଟିକୋଣରୁ ଆଜି ବସିବା ଏବଂ ବିଭିନ୍ନ ଯେଉଁମାନେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ସେଥିରେ ଡାକିକି ଆଗକୁ କ'ଣ କରାଯିବ କ'ଣ ନାହିଁ ସେ ବାବଦରେ ଯେଉଁ ତଦନ୍ତର ପ୍ରକ୍ରିୟା ଆରମ୍ଭ କରିବା ନିଶ୍ଚିତ ଭାବରେ ସେ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଏବଂ ଆଗାମୀ ଦିନରେ ତାର ଫଳାଫଳ ବି ଜଣାପଡ଼ିବ। 15 ଟଙ୍କା ଦେଇ ଏଲଇଡି କିମ୍ବା ଏସି କିଣନ୍ତୁ ଓ ସୋଫା ସେଟ୍ ସହିତ ଏଲଇଡି ଟିଭି ପାଆନ୍ତୁ। Lowest price, best quality, Balaji guarantee. Lowest price, best quality, Balaji guarantee. Balaji Electronics and Furniture, Potia Nimapara, Boramunda.